ସ୍କୁଲ ଆଉ କଲେଜ ପିଲାଙ୍କ ପାଇଁ ବହୁତ ବଡ଼ ଖୁସି ଖବର। ଓଡ଼ିଶା ସରକାର ଆଣିଛି ତାଙ୍କ ପାଇଁ ବହୁତ ବଡ଼ ଯୋଜନା। ସେମାନେ ଯଦି ସ୍କୁଲ ଆଉ କଲେଜରେ ପଢ଼ୁଥିବେ ତ ଓଡ଼ିଶା ସରକାର ତାଙ୍କୁ ସ୍କଲାରସିପ୍ ଦେବା ପାଇଁ ଆଣିଛି ବହୁତ ବଡ଼ ଖୁସି ଖବର। ତ ଏଇ ଖୁସି ଖବର କ'ଣ ଜାଣିବା ପାଇଁ ଆପଣ ଭିଡ଼ିଓଟିକୁ ପୁରା ଦେଖନ୍ତୁ। ଭିଡ଼ିଓ ସ୍କିପ୍ ନ କରି ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ଆପଣ ଜାଣିପାରିବେ କେତେ ଟଙ୍କା ପାଇବେ, ସ୍କୁଲ ପିଲା କେତେ ପାଇବେ, କଲେଜ ପିଲା କେତେ ସ୍କଲାରସିପ୍ ପାଇବେ। ତ ଆସନ୍ତୁ ଜାଣିବା ଏହି ସ୍କଲାରସିପ୍ ବିଷୟରେ। ଏହି ସ୍କଲାରସିପ୍ର ନାଁ ହେଉଛି ନିର୍ମଲ ଶ୍ରମିକ କଲ୍ୟାଣ ଯୋଜନା 2026। ଏହାକୁ ସ୍କୁଲ ପିଲା ବି ଆପ୍ଲାଏ କରିପାରିବେ, କଲେଜ ପିଲା ବି ଆପ୍ଲାଏ କରିପାରିବେ। ଆସନ୍ତୁ ଜାଣିବା ସ୍କୁଲ ପିଲା କେତେ ପାଇବେ, କଲେଜ ପିଲା କେତେ ପାଇବେ। ଷଷ୍ଠରୁ ସପ୍ତମ ଶ୍ରେଣୀରେ ପଢ଼ୁଥିବା ଝିଅ ପିଲା ସେମାନେ 2000 ପାଇବେ। ଅଷ୍ଟମ ଶ୍ରେଣୀରେ ଝିଅ ଏବଂ ପୁଅ ପିଲା ସିଏ ବି 2000 ପାଇବେ। और ନବମ ଶ୍ରେଣୀରେ ପଢ଼ୁଥିବା ଝିଅ ଏବଂ ପୁଅ ପିଲା ସେମାନେ 3000 ପାଇବେ। और ଦଶମ ଶ୍ରେଣୀରେ ପଢ଼ୁଥିବା ପୁଅ ଏବଂ ଝିଅ ପିଲା ସେମାନେ 4000 ପାଇବେ। ତ ସ୍କୁଲ ଇଏରେ ଷଷ୍ଠ ସପ୍ତମରେ ଓନ୍ଲି ଝିଅ ପାଇବେ, ପୁଅ ପାଇବେ ନାହିଁ। ତାପରେ ଆସିଲା କଲେଜରେ ଆସିଲା ଆମର 90%ରୁ ଅଧିକ ଯେ ମାର୍କ ରଖିଥିବ ଦଶମରେ ସେମାନେ କେବେ ପାଇବେ 10,000। ଯେ 90%ରୁ କମ୍ ରଖିଥିବେ ସେମାନେ ପାଇବେ 4000, ଝିଅ ଏବଂ ପୁଅ। ତାପରେ ଆସିଲା କଲେଜରେ କିଏ କେତେ ପାଇବେ ସ୍କଲାରସିପ୍। BA ପିଲା ପାଇବେ 7000, BSc ପିଲା ପାଇବେ ବି 7000, PG କରୁଥିବା ପିଲା ପାଇବେ ବି 7000। ତାପରେ ଆସିଲା डिग्री ପିଲା କେତେ ପାଇବେ। BTech ପିଲା ପାଇବେ 40000, MCA ପିଲା ପାଇବେ 40000, MBA ପିଲା ପାଇବେ ସେଇ ସେମ୍ 40000, ମ୍ୟାନେଜମେଣ୍ଟରେ କରୁଥିବା ପିଲାମାନେ ସେମାନେ ପାଇବେ 40000। और कैटरिंग सर्विस, मेडिकल इंक्लूडिंग अपलिस्टन, होम्योपैथी गवर्नमेंट कॉलेज पढ़ुवा पिलाମାନେ ବି ପାଇବେ 40000। ତାପରେ ଆଉ କୋଉମାନେ ପାଇବେ BD, CT, ନର୍ସିଂ ଟ୍ରେନିଂ ଗଭର୍ଣ୍ଣମେଣ୍ଟ କଲେଜରେ ପଢ଼ୁଥିବା ସେମାନେ ପାଇବେ 10,000। ଆଉ 20% ଡିସକାଉଣ୍ଟ ହେଉଛି ଝିଅ ପିଲାଙ୍କର। ଏତିକି ଅଛି, ତାଠୁ 20% ଆଉ ଡିସକାଉଣ୍ଟ ରହିବ ଝିଅ ପିଲାମାନଙ୍କ ପାଇଁ। ଏହା କେମିତି ଆପ୍ଲାଏ କରିବେ, କ'ଣ କଲେ ଆପଣ ଏଇ ସ୍କଲାରସିପ୍ ବେନିଫିଟ୍ ପାଇପାରିବେ। ଆପଣ ଯେଉଁ ସ୍କୁଲରେ ପଢ଼ୁଛନ୍ତି 10ମ ଶ୍ରେଣୀ 9ମ ଶ୍ରେଣୀରେ ସାର୍ଟିଫିକେଟ୍ ଦେଲେ ଆପଣଙ୍କର ହେବ। କଲେଜରେ ପଢ଼ୁଛନ୍ତି, ଧର ଆପଣ +3 ଗଲେ +2 ସାର୍ଟିଫିକେଟ୍ ଆପଣଙ୍କୁ ଦେବାକୁ ପଡ଼ିବ। ମାର୍କସିଟ୍, ସାର୍ଟିଫିକେଟ୍, ଲାଷ୍ଟ କ୍ୱାଲିଫିକେସନ୍ ଏକ୍ଜାମିନେସନ୍ ମାନେ ପଛ ବର୍ଷର ଯେଉଁ ସାର୍ଟିଫିକେଟ୍ର ତାର ମାର୍କସିଟ୍ ଆଉ ସାର୍ଟିଫିକେଟ୍ ଜେରକ୍ସ ଆପଣଙ୍କୁ ଦେବାକୁ ପଡ଼ିବ। ଆଧାର କାର୍ଡ଼, ଡିଫରେଣ୍ଟ ରେଜିଷ୍ଟ୍ରେସନ୍ ଅଫ୍ ଦି OBC ବୋର୍ଡ଼ ଏଟସେଟ୍ରା। ଆଧାର କାର୍ଡ଼ ଆପଣଙ୍କର ବାପା ମାଆଙ୍କ ନାଁ ରହିଥିବା ଦରକାର। BOC ID କାର୍ଡ଼ ବି ଦରକାର। ଫାଷ୍ଟ ପେଜ୍ ବ୍ୟାଙ୍କ ଆକାଉଣ୍ଟ ନମ୍ବର ସେଟା ବି ଦରକାର। କଲେଜର ଏବଂ ସ୍କୁଲର ID କାର୍ଡ଼ ନିହାତି ଦରକାର। ଏସବୁ ହେଲେ ଆପଣ ସ୍କଲାରସିପ୍ ପାଇପାରିବେ। ଏ କେମିତି ଆପ୍ଲାଏ କରିବେ, ଏଟା ଅନଲାଇନ୍ ଆପ୍ଲିକେସନ୍ ହେଉଛି। ଏହାର ଅଫିସିଆଲ ୱେବସାଇଟ୍ ମୁଁ ଆପଣଙ୍କୁ କହିଦେଉଛି https://scholarship.odisha.government.in। ଆଉ ଥରେ କହିଦେଉଛି https://scholarship.odisha.government.in। ମୁଁ ଏଟା ମୋ ଡିସ୍କ୍ରିପ୍ସନ୍ ବି ଦେଇଦେଇଛି, ଆପଣ ଦେଖିଦେବେ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ଲାଇକ୍, ସେୟାର, କମେଣ୍ଟ ନିଶ୍ଚିତ କରିବେ। ରହିଲି, ଜୟ ଜଗନ୍ନାଥ। ଏମିତି ଭିଡ଼ିଓ ଦେଖିବା ହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ ଓ ଲାଇକ୍ ଜରୁର କରନ୍ତୁ।